ଜୟ ଜଗନ୍ନାଥ। ମୁଁ ସାମାଜିକ କର୍ମୀ ସନ୍ତୋଷ ନାୟକ। ଓଡ଼ିଶାର ପଲ୍ଲୀଠାରୁ ଆରମ୍ଭ କରି ରାଜଧାନୀ ଯାଏ ଯେଉଁ ସଜନ୍ୟ ଗୁରୁଜନମାନେ ମୋର ଅଛନ୍ତି, ସେମାନଙ୍କୁ ମୋର ପ୍ରଣାମ। ସମବୟସ୍କ ଭାଇ ଭଉଣୀ ସାଙ୍ଗସାଥିମାନଙ୍କୁ ମୋ ନମସ୍କାର। ଦେଶର ଭବିଷ୍ୟତ ଯେଉଁ କୁନି କୁନି ପିଲାମାନେ ଅଛନ୍ତି, ସେମାନଙ୍କ ପ୍ରତି ସ୍ନେହ ଭଲ ପାଇବା ଆଶୀର୍ବାଦ ରହିବ। ରାଜଧାନୀ ମଇଦାନରେ ଯେଉଁ ନେତାମାନେ ବିଭିନ୍ନ ଢଙ୍ଗରେ ବିଭିନ୍ନ ରଙ୍ଗରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଇଲେକ୍ସନ୍ ମଇଦାନରେ ଓହ୍ଲାଇ ଆପଣମାନଙ୍କ ପାଖରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଲୋଭ ହେଲା ଭଳି ଏବଂ ଆପଣଙ୍କର ମନକୁ ଜିତିଲା ଭଳି ବିଭିନ୍ନ ପ୍ରକାର ସତ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ସେମାନଙ୍କ କଥାରେ ଆପଣମାନେ ବଶୀଭୂତ ହୋଇ ଯଦି ଭୁଲ କରି ବସନ୍ତି, ନିଶ୍ଚିତ ଭାବରେ ଆମ ସମାଜରେ ଉନ୍ନତି ହେବା ପ୍ରତିବଦଳରେ କ୍ଷୟକ୍ଷତି ନିଶ୍ଚିତ ଭାବରେ ବେଶୀ ପରିମାଣରେ ହେବ। ଯେଉଁ ନେତାମାନେ ଆପଣମାନଙ୍କ ପାଖକୁ ଯାଉଛନ୍ତି, ସେମାନଙ୍କୁ ପ୍ରଶ୍ନ ରଖନ୍ତୁ। ସେ ପ୍ରଶ୍ନର ଯଦି ସଠିକ୍ ଉତ୍ତର ପାଇଲେ, ତାହେଲେ ଆପଣ ଚିନ୍ତା କରିବେ ଆପଣଙ୍କ ଯେଉଁ ମୂଲ୍ୟବାନ ମତଦାନଟି କାହାକୁ ପ୍ରଦାନ କରିବେ ବା କାହାକୁ ପ୍ରଦାନ କରିବେ ନାହିଁ। ସେମାନଙ୍କୁ ପ୍ରଶ୍ନ ରଖନ୍ତୁ, 5 ବର୍ଷ ଭିତରେ ସେମାନେ କେତେ ଥର ଆପଣମାନଙ୍କ ପାଖକୁ ଯାଇଛନ୍ତି। ଦ୍ୱିତୀୟ ପ୍ରଶ୍ନ ରଖନ୍ତୁ, ସେମାନେ ଆପଣମାନଙ୍କ ପାଖକୁ ଯେଉଁ ଯାଇଛନ୍ତି, ପ୍ରକୃତରେ ସେବା କରିବା ଉଦ୍ଦେଶ୍ୟରେ ନା ପାୱାର ଏବଂ ଅର୍ଥ ଉପାର୍ଜନ ଉଦ୍ଦେଶ୍ୟରେ। ତୃତୀୟ ପ୍ରଶ୍ନ ରଖନ୍ତୁ, ଜିତି ସାରିଲା ପରେ 5 ବର୍ଷ ତାଙ୍କର ବ୍ୟବହାର କେଉଁଭଳି ଭାବେ ଆପଣଙ୍କ ପାଖରେ ରହିବ। ଆପଣଙ୍କ ପାଖରେ ବର୍ତ୍ତମାନ ବ୍ୟବହାର 5 ବର୍ଷ ଭିତରେ ସେହିଭଳି ଭାବରେ ରହିବ ତ? ଚତୁର୍ଥ ପ୍ରଶ୍ନ ପଚାରନ୍ତୁ, ଇଲେକ୍ସନ୍ ସମୟରେ କେତେ ଯୁବକଙ୍କୁ ଅବାଟରୁ ବାଟକୁ ଆଣିଛନ୍ତି, ନା ସେ ଇଲେକ୍ସନ୍ ସମୟରେ କିଛି ଯୁବକମାନଙ୍କୁ ହାତରେ ମଦ ବୋତଲ ଦେଇ ସେମାନଙ୍କୁ ନଷ୍ଟ କରିବାରେ ସେମାନେ ସକ୍ଷମ ହେବେ ଏବଂ ତାଙ୍କ ଉଦ୍ଦେଶ୍ୟ ପୂରଣ କରିବେ, ସେଇମାନଙ୍କୁ ଢାଲ କରିବେ। ପଞ୍ଚମ ପ୍ରଶ୍ନ ପଚାରନ୍ତୁ, ଏବେର ପ୍ରତିଶ୍ରୁତି ଯେଉଁ ଦେଉଛନ୍ତି, ସେ ପ୍ରତିଶ୍ରୁତି କେତେ ଦିନ ତାଙ୍କର ମନେ ରହିବ। ଷଷ୍ଠ ପ୍ରଶ୍ନ ପଚାରନ୍ତୁ, ଯେଉଁ ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିବେ ମଇଦାନରେ, ସେ ଅର୍ଥକୁ
ରିଟର୍ନ କେଉଁଭଳି ଭାବରେ ପାଇବେ, କାରଣ ତାଙ୍କ ଯେଉଁ ଦରମା ଥାଏ, ଦରମାର ଯେ କେତେ ଗୁଣା ସେମାନେ ଖର୍ଚ୍ଚ କରିଥାନ୍ତି ସେ ଆକଳନ କରିହେବ ନାହିଁ। ସପ୍ତମ ପ୍ରଶ୍ନ ସେମାନଙ୍କୁ ପଚାରନ୍ତୁ, ସେମାନେ ନେତା ପରିବାରରୁ ଆସିଛନ୍ତି ନା ସାଧାରଣ ବ୍ୟକ୍ତି ଭାବରେ ଆପଣଙ୍କ ପାଖକୁ ଯାଇଛନ୍ତି। ଯଦି ନେତା ପରିବାରରୁ ଯାଇଥାନ୍ତି କଥାଟି ସେଇଆ ହେବ, ପୁରୁଣା ମଦ ନୂଆ ବୋତଲ, ରାଜକୋଷ ନିଶ୍ଚିତ ଭାବରେ ସେ ଲୁଟିବେ, ଏଇଟା ସନ୍ଦେହ କରିବାର କିଛି ନାହିଁ। କାରଣ ବାପା ଥିଲେ କିମ୍ବା ଦାଦା ଥିଲେ କିମ୍ବା ମାମୁଁ ଥିଲେ, ଦୀର୍ଘ ଦିନର ତାଙ୍କ ପାଖରେ ଅଭିଜ୍ଞତା ଅଛି। ସେ ଘରେ ବସିକି ଚୋରି କରିବାର ରାସ୍ତା ଗୁଡ଼ାକ ଭଲ ଭାବେ ତାଙ୍କୁ ବତେଇ ଦେବେ। ତେଣୁ ଆମେ ଉଚିତ ନେତା ବାଛିବା ଠିକ୍ ହେବ ନା କିଛି ଅର୍ଥ ଲୋଭ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମର ଲୋଭ ବା କିଛି ସମୟ ପାଇଁ ମାଦକ ଦ୍ରବ୍ୟ ନେଇ ଆଖି ବୁଜି ଆମ ନିଜ ଭବିଷ୍ୟତ ଆମେ ନିଜେ ନଷ୍ଟ କରିବା ଏବଂ ସମାଜକୁ ଆହୁରି ଅନ୍ଧାର ଭିତରକୁ ଠେଲିଦେବା। ଏଇଟା ଥିଲା ଆପଣମାନଙ୍କ ପାଇଁ ବାର୍ତ୍ତା ଆମର। ଆପଣମାନେ ହେଉଛନ୍ତି ବିଚାରକ, କେଉଁଟା ଠିକ୍ କେଉଁଟା ଭୁଲ ବିଚାର ଆପଣମାନେ କରିବେ। ଯଦି କେଉଁ କିଛି ଭୁଲ କହିଦେଇଥାଏ ବା କାହା ମନକୁ କିଛି ଆଘାତ ଦେଇଥାଏ, ସେଥିପାଇଁ ମୁଁ କ୍ଷମା ମାଗୁଛି। ଜୟ ଜଗନ୍ନାଥ।